ତ ରାମାୟଣ ପଢୁଛେ ମହାଭାରତ ଦେଖୁଛେ ତା ଭିତରେ ଅର୍ଥ କଣ ଅଛି କହିଲା ପହିଲା ନୟନ ନୀର ଅବିରତ ଧାରା ଏଠି ଅସୁର କହିଲା ତା ବନ୍ଦ ହେଲା ନା ବିକଳ ପରାଣ ଉଠେ ଦୀର୍ଘ ନିଶ୍ୱାସ ହଁ ହେଇକି ରାଜା ନିଶ୍ୱାସ ଛାଡ଼ିଲେ କାହିଁକି ଛାଡ଼ିଲେ ନିସ୍ତବ୍ଧ ନୟନ ଜ୍ୟୋତି ଅସ୍ତଗାମୀ ଶଶୀମତୀ ଅସ୍ତଗାମୀ ବୁଡି ଯାଉଥିଲା ବେଳେ ଚନ୍ଦ୍ର ଯେମିତି ମଳିନ ଦେଖାଲା ଦଶରଥଙ୍କ ମୁଖମଣ୍ଡଳ ମଳିନ କରିବରେ ଯଥା ନଳିନୀ ଧ୍ୱଂସ କରି ହାତୀର ଶତ୍ରୁ ହଉଛି ପଦ୍ମ ବନରେ ବସି ପଦ୍ମକୁ ଦଳିଲା ଭଳିଆ ରାଜା ଦଶରଥଙ୍କ ହୃଦୟ ପନ୍ଦରଟା ଦଳି ବିଚଳିତ ହେଇଗଲା ରାଜା ଦଶରଥ ନିରବ ନିଶ୍ଚଳ ହେଇ ଭୂମି ଉପରେ ପଡ଼ିଗଲେ ହାତ ଯୋଡ଼ିଦେଲା ପକ୍ଷୀ କହିଲା ହେ ରାଜା ଏମିତି ହବାର କାରଣ କଣ ମୁଁ କିଛି ବୁଝିପାରୁନି ଯେତେବେଳେ ରାଜା ଦଶରଥ ସଚେତ ହେଇଗଲେ ଯେତେବେଳେ ଚେତା ଆସିଗଲା କହିଲା ପକ୍ଷୀ ମୋର କଣ ଅଛି ନା ମୋର ପୁଅ ଅଛି ନା ମୋର ଝିଅ ଅଛି ତମେ ଏତେ ବଡ କଥାଟେ ମାଗିଲ ମୋର ପୁଅ ନାହିଁ କି ମୋର ଝିଅ ନାହିଁ କାହିଁକି ନା ସେଇ ସମୟ ଅନୁସାରେ ରାଜା ଦଶରଥଙ୍କ 750 ରାଣୀ ଥିଲେ ବି କାହାରିର ଘର ପୁଅ ଝିଅ ହେଇନାହାନ୍ତି ଗଲା ହେ ପକ୍ଷୀ ତମେ ଏତେ ବଡ ଜିନିଷଟା ମାଗିଦେଲ ଏଇଥିପାଇଁ ରାଜା ଦଶରଥ ଯେତେ ଶୂନ୍ୟ ହେଇକି ପଡିଗଲେ ଯେତେବେଳେ ଚେତା ଆସିଲା ପକ୍ଷୀକି ଏତିକି ଉତ୍ତର ଦେଇ ରାଜା ଦଶରଥ ପଳେଇଗଲେ ଅପେକ୍ଷା କରିଛି ସେଇ ଦିନ ଠାରୁ ଜଣେ ଝିଅ ହଉଛି ପକ୍ଷୀରାଜ ଜଟାୟୁ ଗଲା ହେ ମୈତ୍ର ତମେ ଏତେ ବଡ କଥା କରିପାରିବ ଆଜି ପୁଅ ନ ହେଇଛି ନାହିଁ ଭବିଷ୍ୟତରେ ହବ ଆଜି ଝିଅ ନ ହେଇଛି ଭବିଷ୍ୟତରେ ହବ ଯେତେବେଳେ ହବ ତମେ ମତେ ସେତେବେଳେ ପୁଅଟାକୁ ଦବନି ଏଥିରେ ଦୁଃଖ କରିବାର ଅଛି କଣ ଏଥିରେ କାନ୍ଦିବାର ଅଛି କଣ ହେ ଦଶରଥ ଯେତେ ଶୁଣିବାକୁ ପଡିଲା କାହିଁକି ଠିକ ଅଛି ସମୟ ଆସିଲେ ମତେ ଦବ ରାଜା ଦଶରଥଙ୍କ ମନରେ ଚକ୍ର ଭଳିଆ କଥାଟା ଖେଳିଲା ଭବିଷ୍ୟତରେ କେତେବେଳେ ମୋର ପୁଅ ହବ ମୋ ପୁଅଟାକୁ ଦେଇଦେବାକୁ ପଡିବ କିନ୍ତୁ ଏପଟେ ସତ୍ୟରେ ଆବଦ୍ଧ ହେଇଛନ୍ତି ରାଜା ଦଶରଥ